ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ରଚନା ସମ୍ବାଦପତ୍ର। ଉପକ୍ରମ। ସମ୍ବାଦପତ୍ର ହେଉଛି ଆଧୁନିକ ସଭ୍ୟତାର ଏକ ଅମୂଲ୍ୟ ଅବଦାନ। ଏହାକୁ ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭର ମାନ୍ୟତା ଦିଆଯାଇଥାଏ। ଏହା ଆମକୁ ଆମ ନିଜ ଅଞ୍ଚଳର ଏବଂ ଦେଶ ବିଦେଶର ଖବର ବା ନ୍ୟୁଜ୍ ଯୋଗାଇଥାଏ। ଏହା ଫଳରେ ଜନ୍ମ ନେଇଛି ଆଜିର ସର୍ବଶ୍ରେଷ୍ଠ ଆବଶ୍ୟକତା ସମ୍ବାଦପତ୍ର। ସ୍କୁଲ, କଲେଜ, କଚେରୀ, ବସଷ୍ଟାଣ୍ଡ, ଅଫିସ, ସହର ବଜାର ଆଦି ସ୍ଥାନରେ ଏହା ନିଜର ଉପସ୍ଥିତି ଜାହିର କରିଛି। ଏହା ସବୁ ବର୍ଗର ମନୁଷ୍ୟମାନଙ୍କ ପାଇଁ ସବୁ ପରିସ୍ଥିତିରେ ସୁଖ ଦୁଃଖର ସାଥୀ ପାଲଟି ଯାଇଛି। ସମ୍ବାଦପତ୍ରର ଇତିହାସ। ସମ୍ବାଦପତ୍ରର ଇତିହାସ ଅଧ୍ୟୟନ କଲେ ଆମେ ଜାଣିବାକୁ ପାଉ ଯେ ସର୍ବପ୍ରଥମେ 16ଶ ଶତାବ୍ଦୀରେ ଇଟାଲୀର ଭେନିସ ନଗରରେ ଏହାର ପ୍ରଚଳନ ଦେଖାଦେଇଥିଲା। ମାତ୍ର ଅନ୍ୟ କେହି ମତ ଦିଅନ୍ତି ଯେ ଚୀନ ଏହାର ଜନ୍ମଦାତା। ପରବର୍ତ୍ତୀ କାଳରେ ୟୁରୋପ ଓ ଆମେରିକାରେ ମୁଦ୍ରଣ ଯନ୍ତ୍ରର ଉନ୍ନତି ଘଟିବା ଫଳରେ ଦୈନିକ ସମ୍ବାଦପତ୍ରର ପ୍ରକାଶନ ସମ୍ଭବ ହେଲା। ଇଂରେଜମାନଙ୍କ ଶାସନ କାଳରେ ଭାରତରେ ପ୍ରଥମେ 1780 ମସିହାରେ ବେଙ୍ଗଲ ଗେଜେଟ ନାମକ ସମ୍ବାଦପତ୍ର ପ୍ରକାଶିତ ହେଲା। ଓଡ଼ିଶାରେ 1866 ମସିହାରେ ସର୍ବପ୍ରଥମ କର୍ମବୀର ଗୌରୀଶଙ୍କର ରାୟଙ୍କ ଦ୍ୱାରା ଉତ୍କଳ ଦୀପିକା ପ୍ରଥମ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶାରେ ସମାଜ, ପ୍ରଜାତନ୍ତ୍ର, ମାତୃଭୂମି, ଧରିତ୍ରୀ, ସମ୍ବାଦ ଓ ପ୍ରଗତିବାଦୀ ପ୍ରଭୃତି ସମ୍ବାଦପତ୍ର ପାଠକମାନଙ୍କୁ ସମ୍ବାଦ ପରିବେଷଣର ସେବା ଯୋଗାଇ ଦେଇଛି। ଏହାଦ୍ୱାରା ଅନେକ ବହୁ ମାତ୍ରାରେ ଉପକୃତ ହୋଇପାରୁଛନ୍ତି। ସମ୍ବାଦପତ୍ରର ଉପକାରିତା। ସମ୍ବାଦପତ୍ରକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚନା କରାଯାଏ। ଏହା ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ ଉପଯୁକ୍ତ ସାବ୍ୟସ୍ତ ହୁଏ। ଖବର କାଗଜରୁ ପାଣିପାଗ, ବଜାର ଦର, ସରକାରୀ ଯୋଜନା, ଖେଳ, ସିନେମା, ସାହିତ୍ୟ, ଟ୍ରେନ ଓ ବସ୍ ସମୟ, ରାଶିଫଳ, ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ବିଷୟରେ ଜାଣିହୁଏ। ସମ୍ବାଦପତ୍ରର ଅପକାରିତା। ସମ୍ବାଦପତ୍ର ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। କିନ୍ତୁ ଦୁଃଖର କଥା, କେତେକ ରାଜନୈତିକ ବ୍ୟକ୍ତିଙ୍କ ପ୍ରଭାବରେ ଅର୍ଥ ଲୋଭରେ ବଶବର୍ତ୍ତୀ ହୋଇ ସମ୍ବାଦପତ୍ର ଦିଗହରା ହୋଇଯାଇଛି। କେତେବେଳେ ଖବରକାଗଜ ଅତିରଞ୍ଜିତ ମିଥ୍ୟା ସମ୍ବାଦ ପରିବେଷଣ କରି ତାର ମୌଳିକ ଲକ୍ଷ୍ୟଠାରୁ ଦୂରେଇ ଯାଉଛି। ଜନତା ଜନାର୍ଦ୍ଦନକୁ ଅସତ ପଥରେ ପରିଚାଳିତ କରୁଛି। ଏଥିପାଇଁ ପ୍ରତ୍ୟେକ ସମ୍ବାଦପତ୍ର ପ୍ରକାଶନରେ ସମ୍ପାଦକ ସମ୍ପୂର୍ଣ୍ଣ ନିରପେକ୍ଷ ଓ ନିର୍ଭୀକ ଭାବ ପ୍ରକାଶ କରିବା ଉଚିତ। ଉପସଂହାର ବା ଶେଷ କଥା। ସର୍ବୋପରି ସମ୍ବାଦପତ୍ର ସାମ୍ବାଦିକମାନଙ୍କ ନିରପେକ୍ଷତା, ସମ୍ବାଦ ପରିବେଷଣରେ ସାଧୁତା, ପାଠକମାନଙ୍କର ସମ୍ବାଦପତ୍ର ପାଠ କରିବା ପାଇଁ ପ୍ରବଳ ଜିଜ୍ଞାସା ରହିଲେ ସମ୍ବାଦପତ୍ର ଗୁଡ଼ିକ ଆଦର ଲାଭ କରି ସୁପ୍ରତିଷ୍ଠିତ ହୋଇପାରିବ। ସମ୍ବାଦପତ୍ରର ଦ୍ରୁତ ପ୍ରସାରଣ ପାଇଁ ସରକାରଙ୍କର ସତର୍କ ଦୃଷ୍ଟି ତଥା ଜନସାଧାରଣଙ୍କର ପୂର୍ଣ୍ଣ ସହଯୋଗ ରହିବା ଆବଶ୍ୟକ। ଏହା ଫଳରେ ସମ୍ବାଦପତ୍ର ଲୋକମାନଙ୍କର ହିତାକାଂକ୍ଷୀ ଭାବରେ ତଥା ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ସହାୟକ ହେବ। ଏହା ହେଉଛି ଛାତ୍ର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଛାତ୍ର ଜୀବନକୁ ଠିକ ସଂସ୍କାର, ବ୍ୟବହାର ଓ ଆଚରଣ ଅନୁସାରେ ଗଢ଼ିବାରେ ସାହାଯ୍ୟ କରେ। ସମ୍ବାଦପତ୍ର ହେଉଛି ଜନଜୀବନର ଦର୍ପଣ। ଏହାକୁ ବଞ୍ଚାଇ ରଖିବା ସମଗ୍ର ଜାତିର କର୍ତ୍ତବ୍ୟ ଅଟେ। ତ ପିଲାମାନେ, ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍ କରିଦେବେ ଆଉ କମେଣ୍ଟରେ ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛି। ଗଡ୍ ବ୍ଲେସ୍ ୟୁ।